লাগি পড়ি বঞ্চাইকি রখিছু মহতাব জি গলা পরে এবং রহিছি রহিবার ହଁ ନା ନାହିଁ চিরদিন রহিব। ଖାଲି ମୁଁ ପଦେ ବିପଦ କହୁଛି ସାଥ ଦଉଛି ସର୍ଟକଟରେ। ମୁଖ୍ୟମନ୍ତ୍ରୀ ମହୋଦୟ, ଷ୍ଟେସନ ଆଗରେ ନେହେରୁଙ୍କ ଷ୍ଟାଚ୍ୟୁ ଏଇନା ଅଛି, ଥୁଆ ହେଇଛି ସେ ଜଙ୍ଗଲ ପାହାଡ ଗୁହ ଗୋବର ଭିତରେ। ଏବଂ ଆମେ ରେଲୱେ ମନ୍ତ୍ରୀ କହିଥିଲୁ, ଆଗରୁ ନବୀନ ବାବୁଙ୍କୁ କହିଥିଲୁ, ଆଜି ଆପଣଙ୍କୁ କହୁଛୁ ଯୋଉ ଆମର ହଉଛି ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଭୁବନେଶ୍ୱର, ସେ ଯୋଉ ମୂର୍ତ୍ତିଟା ପଛରେ ରହିଛି ଆଗକୁ ନେଇ ଆସିବେ ଆଉ ମହତାବ ଜୀଙ୍କର ଏପଟେ ରଖିଦେବେ। ଆରେ ହଁ ନା ନାହିଁ, ରଖିଦେଲେ ଶୋଭା ପାଇବ। ଯେତେ ଯୋଉଠି ମୁଁ ଫରେନ୍ ଯାଇଛି, ବାହାରକୁ ଯାଇଛି, ଯୋଉ ଦେଶକୁ ଯାଇଛି, ଯୋଉ ରାଜ୍ୟକୁ ଯାଇଛି, ତାଙ୍କ ଲିଡର ମାନଙ୍କର ଷ୍ଟେସନ ପାଖରେ ପ୍ରାୟ ଥାଏ। ଆମର ବିଜୁ ବାବୁ ତ ଏରୋଡ୍ରମ ପାଖରେ ରହିଗଲା, ଏଠି ଷ୍ଟେସନ ପାଖରେ ରଖିଦେଲେ ମହତାବଙ୍କର ନେହେରୁଙ୍କର ଖରାପ କଣ? ଆରେ ହଁ ନା ନାହିଁ, ମଲା ଭଳିଆ କୁହନି। ଏଠି ଦଳ ଫଳ ନୁହେଁ, ଆଗ ରାଜ୍ୟ। ଆରେ ହଁ ନା ନାହିଁ। ଦ୍ୱିତୀୟ, ଆପଣ ବଢିଆ ଲୋକ, ଗଲାଥର କହିଥିଲେ କୁଟୁମ୍ବ ଯୋଜନା ଦେଇଦିଅ, କିଛି ଗରିବ ଲୋକ ପାଇଯାଆନ୍ତୁ। ତୃତୀୟ, ଯୋଉମାନଙ୍କର ଘର ନାହିଁ, ଫ୍ରିଡମ ଫାଇଟର ବହୁତ ଲୋକଙ୍କର ଘର ନାହିଁ, ତାଙ୍କୁ ଟିକେ ଦେଇଦିଅ। ଚତୁର୍ଥ, ଆପଣଙ୍କୁ ମୋର ଅନୁରୋଧ, ଗୋଟେ ଚୁନୁକୋଳି ବୋଲି ଗାଁ ଅଛି କେଉଁଝର, ନିରୁ ଭାଇ ତମ କେଉଁଝର ମୟୂରଭଞ୍ଜ, ବହୁତ ଲୋକ ସେଠି ମୁଁ ବାସିନ୍ଦା କରି ରଖିଛି 40 ବର୍ଷ ହେଲାଣି। ଅଧାରୁ ଉର୍ଦ୍ଧ୍ୱ ପ୍ଲଟ ଦେଇଦେଇଛି, ଆଉ ଅଧା ଗରିବ ଲୋକ ଚୁଲି ହାଣ୍ଡି ପ୍ଲଟ ଖଣ୍ଡେ ଦେଇଛି। ଆରେ ହଁ ନା ନାହିଁ, ଏ ଗରିବ ଲୋକ ଆଦିବାସୀ ହରିଜନ ସବର୍ଣ୍ଣ ଭିତରେ ମୁଁ ବେଶୀ ସମୟ ନେବାକୁ ଚାହୁଁନି। ଲାଷ୍ଟ ମୋର ଗୋଟିଏ ରିକ୍ୱେଷ୍ଟ, କାଲି ମୋର ପ୍ରଥମ ଗୁରୁ ହେଲେ ଡକ୍ଟର ହରେକୃଷ୍ଣ ମହତାବ, ଦ୍ୱିତୀୟ ହେଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ତାଙ୍କର କାଲି ହଉଛି 100 ବର୍ଷ ପୂର୍ତ୍ତି, 100 ବର୍ଷ ପାଳନ କରିବୁ 3 ନମ୍ବର ହାଇସ୍କୁଲ ପଡ଼ିଆରେ। ମୋର ଗୋଟିଏ ଅନୁରୋଧ, ଗୋଟିଏ ଜାଗା ତାଙ୍କ ପାଇଁ ରଖିଛୁ ଆମେ, ଠିକ କଂଗ୍ରେସ ଅଫିସର ଉତ୍ତର ପଟେ ସାମ୍ନାରେ, ସେଇ ମାଷ୍ଟର କ୍ୟାଣ୍ଟିନ ଆଗରେ ଗୋଟେ ବଢିଆ ଷ୍ଟାଚ୍ୟୁ ଜାନକୀ ପଟ୍ଟନାୟକ ସେଠି ବସେଇଦବା। କଣ ହଁ ନା ନାହିଁ? ଆଉ ବେଶୀ ଗୁଡା ନଷ୍ଟ କରିବାନି। ବଢିଆ ମୁଖ୍ୟମନ୍ତ୍ରୀ, ତମେ ମାରି ଚାଲୁନ, ଆମେ ତମକୁ କ୍ରିଟିସାଇଜ କରିବୁନି, ନିରଞ୍ଜନ ପଟ୍ଟନାୟକ କରିବେନି, ମୁଁ କରିବିନି। ଆମେ କଂଗ୍ରେସ ଦଳ ତମକୁ ପ୍ରଶଂସା କରିବୁ। ମାରି ଚାଲ, କାହା କଥା ଶୁଣନି। ଆଉ ଲାଷ୍ଟ, ଜମା ଆମକୁ ଭୂତାଅନି। ମୁଖ୍ୟମନ୍ତ୍ରୀ ମହୋଦୟ, ଗୋଟେ ଟ୍ରିବ୍ୟୁନାଲ କଲ 3ଟା ଜଜ ନେଇକି ମହାନଦୀ ପାଇଁ, ତାପରେ 4ଟା ଏମଏଲଏ ନେଇ ଗୋଟେ କମିଟି କରିଛ। ଟଙ୍କା 20 କୋଟି ଖର୍ଚ୍ଚ ହବ ବିଧାନସଭାରେ। ଆପଣ ମୁଁ କହିଛି ବାରମ୍ବାର ବୁବେଇଛି, ଆପଣ ଆଗ ବୁହନ୍ତି। ବେଷ୍ଟ ପାର୍ଲାମେଣ୍ଟର ମୋହନ ମାଝୀ, ବିଧାନସଭାର ଅପୋଜିସନରେ ବେଷ୍ଟ ପାର୍ଲାମେଣ୍ଟାରିଆନ ହେଉଛନ୍ତି ମୋହନ ମାଝୀ। ସେଇଥିପାଇଁ ଜଗନ୍ନାଥ ଦେଇଛନ୍ତି ତାକୁ ମୁଖ୍ୟମନ୍ତ୍ରୀ। ମହାନଦୀର ତଳେ ଗୋଟେ ବନ୍ଧ କରିଦିଅ, ଆମେ ସେ ଛତିଶଗଡ଼ ତେଲ ଫେଲ ନୁହଁ, ଆମ ପାଣି ଆମେ ଚାଷ କରିବା, ଆମେ ଇଣ୍ଡଷ୍ଟ୍ରି ଚଲେଇବା, ଆମେ ଇଲେକ୍ଟ୍ରିକ ଚଲେଇବା। ଆରେ ହଁ ନା ନାହିଁ, ଏତେ ତେଲ କାହାକୁ ମାରେନି। ଧନ୍ୟବାଦ, ଜୟ ହିନ୍ଦ। ବହୁତ ଧନ୍ୟବାଦ। ମୁଁ ଅନୁରୋଧ କରିବି ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବର